ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଜଙ୍ଗଲରୁ ଉଦ୍ଧାର। ହାତୀ ଆକ୍ରମଣର ସନ୍ଦେହ। ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅଧୀନସ୍ଥ ବନ୍ଦଲ ଗ୍ରାମ ନିକଟସ୍ଥ ଜଙ୍ଗଲ ମଧ୍ୟରୁ ଜଣେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ କେନ୍ଦୁଡିହି ଗ୍ରାମର ବିଦେଶୀ ନାୟକ। ସୂଚନା ଅନୁସାରେ ବିଦେଶୀ ନାୟକ ଗତ 15 ନଭେମ୍ବରରେ ତାଙ୍କ ଭଉଣୀଙ୍କ ସହ ବନ୍ଦଲକୁ ଯାଇଥିଲେ। ସେହିଦିନ ଘରୁ ବାହାରିବା ପରେ ଆଉ ସେ ଫେରି ନଥିଲେ। ପରିବାର ଲୋକ ଚାରିପଟେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ସନ୍ଧାନ ମିଳିନଥିଲା। ପରେ କୋଇଡ଼ା ଥାନାରେ ନିଖୋଜ ଅଭିଯୋଗ ଦାଖଲ କରାଯାଇଥିଲା। ନିଖୋଜ କରି ଖୋଜାଖୋଜି ଜାରି ରହିଥିବା ବେଳେ ଆଜି ସକାଳେ କିଛି ଗ୍ରାମବାସୀ ଜାଳ କାଠ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥିବା ସମୟରେ ଗଳିତ ମୃତଦେହ ଦେଖି ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ପରିବାର ଲୋକ ଘଟଣାସ୍ଥଳକୁ ପହଞ୍ଚି ଗଳିତ ମୃତଦେହକୁ ଚିହ୍ନଟ କରିଥିଲେ ଓ କୋଇଡ଼ା ପୁଲିସକୁ ଖବର ଦେଇଥିଲେ। ଖବର ପାଇ କୋଇଡ଼ା ପୁଲିସ ଓ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ସ୍ଥଳୀୟ ପରୀକ୍ଷଣ ସମୟରେ ଓପଡ଼ା ଗଛ ଓ ହାତୀର ପାଦ ଚିହ୍ନ ମିଳିଥିବାରୁ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଇଛି। ପୁଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ ଜାରି ରଖିଛି। କୋଇଡ଼ାରୁ ସଞ୍ଜୟ ବେହେରାଙ୍କ ରିପୋର୍ଟ, ବ୍ଲାକ୍ ହେଟ୍ ନ୍ୟୁଜ୍ ଓଡ଼ିଆ।